ଯେମିତିକି ଆପଣମାନେ ପୂର୍ବ ଭିଡ଼ିଓରେ ଦେଖିଥିବେ ଆମେ ଯାଇଥିଲୁ ଦିଲ୍ଲୀ। ଦିଲ୍ଲୀ ଅକ୍ଷରଧାମ ବୁଲି ସାରିବା ପରେ ଖାଇ ପିଇ ଆମେ ବାହାରି ଗଲୁ ଇଣ୍ଡିଆ ଗେଟ୍। ଇଣ୍ଡିଆ ଗେଟ୍ ପାଖରେ ପାଦ ଦଉ ଦଉ ବମ୍ ବ୍ଲାଷ୍ଟ ହେଲା। ସେଠି ସମସ୍ତଙ୍କୁ ବାହାର କରି ଦିଆଗଲା। ତ ଆମେ ଜୀବନ ନେଇ ସମସ୍ତେ ଦୌଡ଼ି ପଳେଇ ଆସିଲୁ। ବାହାରେ ଆସି ବୁଝିଲୁ ଯେ ଗୋଟେ ଛୋଟ ପିଲାଟିଏ ଗୋଟେ ଖେଳଣା ବନ୍ଧୁକ ନେଇ ଫୁଟେଇ ଦେଇଛି। ସେଥିପାଇଁ ଶହ ଶହ ଦର୍ଶକଙ୍କୁ ବାହାର କରି ଦିଆଗଲା। ଆଉ ସଙ୍ଗେ ସଙ୍ଗେ ପୋଲିସ ପ୍ରଶାସନ ଧାଇଁ ଆସିଲେ। ଯଦି ଆପଣମାନେ ଗେଟ୍କୁ ଏତେ ସୁରକ୍ଷା ଦେଇପାରୁଛନ୍ତି, ହେଲେ ଇଣ୍ଡିଆର ଥିବା ମହିଳା ଆଉ ଗରିବ ଲୋକମାନଙ୍କୁ ସେତିକ ସୁରକ୍ଷା ଦେଲେ ଆମ ଇଣ୍ଡିଆ ବହୁତ ଆଗକୁ ଯାଆନ୍ତା। ତ ମୋ କଥାରେ ଯେଉଁମାନେ ଏକମତ, ତାହେଲେ କମେଣ୍ଟରେ ନିଶ୍ଚିତ ୟେସ୍ ଲେଖନ୍ତୁ। ଦେଖିପାରୁଥିବେ ସମସ୍ତେ ନିରାଶ ହେଇ ଫେରି ଆସିଲୁ। ତ ଯେହେତୁ ଆମେ ଯାଇଛୁ ଦିଲ୍ଲୀ, ଦିଲ୍ଲୀର କିଛି ଜିନିଷ ଆମେ ଟେଷ୍ଟ କରିବୁ ନା, ଆଉ ସେଥିପାଇଁ ପହଞ୍ଚି ଯାଇଥିଲୁ ଗୁପଚୁପ ଠେଲା ଆଗେ। ତ ମୋ ପୁଅ କହିଲା ମୋତେ ଦିଅ ଆଗେ। ଭାଇନା ଜଣକ 6ଟି ଗୁପଚୁପ ଦେଇ 30 ଟଙ୍କା ମାଗିଲେ। ଆଲୋ ଗୁପଚୁପ ଗୋଟା 5 ଟଙ୍କା କୋଉଠି ଦେଖିଲେଣି? ମୁଁ ପ୍ରଥମ ଥର ଦେଖିଲି, ସେଥିପାଇଁ ଶସ୍ତାରେ ଲେମ୍ବୁ ପାଣି ଗ୍ଲାସେ ପିଇଦେଲି। ତ ସବସ୍କ୍ରାଇବ କରିଦେବେ ବୋଲି ଆଶାରେ ରହିଲି। ନମସ୍କାର, ଜୟ ଜଗନ୍ନାଥ।